ମାର୍କଣ୍ଡେୟ ପୁରାଣ କର୍ମ ବିପାକ। ତାହା ଶୁଣି କରି ଆମ୍ଭେ ପୁଛିଲୁ ଯମକୁ, କହ ତୁ ହେ ପ୍ରାୟଶ୍ଚିତ ଏସବୁ ପାପକୁ। ତୋହର ତହୁଁଟି ଆମ୍ଭେ ଶୁଣିଥିବୁ ଯାହା, ସଂସାର ଜନଙ୍କୁ ଯାଇ କହିବୁ ଯେ ତାହା। ତେବେ ପ୍ରାଣୀଙ୍କର ଜ୍ଞାନ ହୋଇବ ଉଦିତ, ଅଜ୍ଞାନରେ ପାପ କଲେ କରିବ ପ୍ରାୟଶ୍ଚିତ। ଆମ୍ଭର ଆସିବା ହେଉ ପ୍ରାଣୀଙ୍କର ହିତ, କହ କେବଳ ପାପକୁ କେଉଁ ପ୍ରାୟଶ୍ଚିତ। ବଦନ୍ତି ଯେ ଜନ୍ତୁରାଏ ଶୁଣ ମହାମୁନି, ଯାହା ତୋହି ପୁଚ୍ଛା କଲୁ ଯହିଁ ଯେଉଁ ଧ୍ୱନି। ଯେବଣ ପାପକୁ ଅଟେ ଯେଉଁ ପ୍ରାୟଶ୍ଚିତ, ସେ କଥାକୁ ଏକ ମନେ ଶୁଣ ତପବନ୍ତ। ବ୍ରାହ୍ମଣ ହତ୍ୟା କଲେ ଯେ ବୁଡ଼େ ଅବିବେକ, କଳ୍ପେ ପରିଜନ୍ତେ ଜାଣ ଆଶ୍ରା କରେ ନର୍କ। ତଦନ୍ତେ ପୁଣି ସେହି ନର୍କରୁ ତୁରି, ସତେ ଜନ୍ମ ଯାଏ ତନୁ ପଡ଼େ ପାପ ଧରି। ଏଥକୁ ତ୍ରିଶୂଳି ତପ ପ୍ରାୟଶ୍ଚିତ କଲେ, ବ୍ରହ୍ମ ହତ୍ୟା ଦୋଷ ତରି ଯାଏ ପ୍ରାଣୀ ଭଲେ। ସ୍ତ୍ରୀ ହତ୍ୟା କଲେ ନର 3 ଯୁଗ ଯାଏ, ରୌରବ ନର୍କେ ପଡ଼ିଥାଇ ତାର କାଏ। ତଦନ୍ତେ ପୁଣି ନଂପୁସକ ତନୁ ଧରି, ମଞ୍ଚରେ ଜନମ ହୁଏ ଯେହୁ ବେଳ ଚାରି। ଉଗ୍ର ତପ କଲେ ହି ଫଳ କ୍ଷୟ ପାଇ, ନୋହିଲେ ଶରୀରେ ସେହୁ ପାପ ଭୋଗୁଥାଇ। ଗୋ ହତ୍ୟା ପାପ କରିଲେ ଜ୍ଞାନ ହୁଏ ଧ୍ୱଂସ, ଯୁଗ ପରିଜନ୍ତେ ଲଭେ ନରକରେ ବାସ। ତଦନ୍ତେ ପୁଣି ଜନ୍ମ ଲଭଇ ଘୁଷୁରି, ଗଜ ଘଣ୍ଟ ଦାନ ଦେଲେ ପାପୁ ନିସ୍ତରି। ଗୁରୁ ପତ୍ନୀ ହରଇ ଯେ କାମେ ବଶ ହୋଇ, ସହସ୍ର ବର୍ଷ ସେ ନର ନର୍କରେ ପଡ଼ଇ। ସତେ ଜନ୍ମ ପରିଜନ୍ତେ ହୁଅଇ ଛାଗଳ, ଏଥକୁ କରିବ ପ୍ରାୟଶ୍ଚିତ ଚଣ୍ଡକାର। ଶୂଦ୍ର କୋଳେ ଜନମି ଯେ ଭକ୍ଷଇ ମଦିରା, ସତେକ ଜନ୍ମ ଭକ୍ଷନ୍ତି ସେହୁ ନର୍କ ଧାରା। ତଦନ୍ତେ ପୁଣି ଅଛବେ ହୁଅଇ ସେ ଜାତ, ବେଳୁ ବେଳ ତାହାର ଯେ ଜ୍ଞାନ ହୁଏ ହତ। ଗୁରୁଙ୍କୁ ନିନ୍ଦା କରିଲେ ମହାପଶୁ ହୁଏ, ଅଜ୍ଞାନ ହୋଇଥାଏ ସେ 12 ଜନ୍ମ ଯାଏ। ଏଥକୁ ସେ ପ୍ରାୟଶ୍ଚିତ ଅନ୍ତେ ଦେଶାନ୍ତର, ମହାପ୍ରସ୍ଥାନ କଲେ ପାପୁ ହୁଏ ପାର। ଜଳ ଘାଟରେ ମାରନ୍ତି ଜନ୍ତୁ ଯେଉଁ ପ୍ରାଣୀ, ହିମକୁଣ୍ଡ ମଧ୍ୟେ ତାକୁ ପକାନ୍ତି ଯେ ଆଣି। 70 ବରଷେ ସେହୁ ତେଜେ ମହାହିମ, ବ୍ୟାଧ ଜାତିରେ ସେ ନର ଲଭଇ ଜନମ। ଏକଥାକୁ ପ୍ରାୟଶ୍ଚିତ ଦୈବ କହିଲେ, ନିଜ ମାଂସ କାଟି କରି ଗୃଧ୍ରିଣୀ କି ଦେଲେ। ତେବେ ତାର କ୍ଷୟ ପାଇ ଜନ୍ତୁବଧ ଦୋଷ, ନୋହିଲେ ପଶୁ ଜନି ଯେ ଲଭଇ ଅବଶ୍ୟ। ବୈଶ୍ୟ ଜାତିରେ ଜନମି ଯେବେ ପ୍ରାଣୀ ନାଶେ, ଲେଉଟି ପଡ଼ଇ ସେହୁ ଘୋର ନର୍କ ବାସେ। ଈଶ୍ୱରଙ୍କୁ ନିନ୍ଦା କଲେ ଲଭନ୍ତି ଅଗତି, ସତେ ଜନମ ଯାଏ ନ ଦେଖନ୍ତି ସନ୍ତତି। ଏଥକୁ ପ୍ରାୟଶ୍ଚିତ ଯେ ଦେବ ହେମ ଦାନ, ଆବର ଈଶ୍ୱର ଶିରେ କଲେ ଗୋଦହନ। ବ୍ରାହ୍ମଣଙ୍କୁ ନିନ୍ଦା କଲେ ଅଳ୍ପାୟୁଷ ହୋଇ, ଜନମ ମରଣ ତାର ନିତ୍ୟ ହେଉଥାଇ। ଏଥକୁ ଯେ ପ୍ରାୟଶ୍ଚିତ ଅଟେ ହେମ ଦାନ, କଲେ ସେହି ମହାପାପ ହୋଇ ଦହନ। ଅଗ୍ନି ଲଗାଇଣ ସେହୁ ପୋଡ଼ଇ ବିପିନ, ଚୌର୍ଯ୍ୟପଣ ଆଚରି ହରଇ ସୁବର୍ଣ୍ଣ। ବିଷ୍ଣୁଙ୍କୁ ନିନ୍ଦା କରଇ ଯେଉଁ ମହାପାପୀ, ଅବଶ୍ୟ କୁଷ୍ଠ ବ୍ୟାଧି ତାର ଶରୀରରେ ବ୍ୟାପି। 11 ଜନମ ଯାଏ ହୁଏ ବ୍ୟାଧିମନ୍ତ, ଈଶ୍ୱରଙ୍କୁ ସେବା କଲେ ହରେ ଦୋଷକୃତ। ହରି ପାରନ୍ତି ଏ 3 ପାପ ତ୍ରିପୁରାରି, ଆନ ପ୍ରାୟଶ୍ଚିତ କଲେ ଏ ପାପୁ ତତରି।
ଦାତବ୍ୟ ଜନକୁ ଯେହୁ ବାରେ ଦେବା କାଳେ ଜଡ଼ ହୋଇଣ ସେ ଜାତ ହୁଏ ରବି ତଳେ। ଏଥକୁ ତ ପ୍ରାୟଶ୍ଚିତ ଶୁଣି ମାଗୁ ସାଇଁ ନିଜ ଜିହ୍ୱା କାଟିଣ ଯେ ଅନଳେ ପକାଇ ପରଦ୍ରବ୍ୟ ହରଣେ ଯେ ନ ମଣନ୍ତି ପ୍ରାସ ଦରିଦ୍ରେ ଜନ୍ମ ହୁଅଇ ସେ ବେଳ 30। ଏଥକୁ ତ ପ୍ରାୟଶ୍ଚିତ ଗୋପୀଚ୍ୟୁତ ବନ ଗ୍ରୀଷ୍ମ କାଳରେ ପଥେ ଦେବ ଜଳ ଦାନ ଜଳ ନିନ୍ଦା କଲେ ସଦା ହୁଅଇ ସେ କେସି ଏଥକୁ ଯେ ପ୍ରାୟଶ୍ଚିତ ହୋଇଣ ଭିକ୍ଷାସୀ। ଶାସ୍ତ୍ର ଶୁଣି ନ ଦିଅଇ ଯେ ଦକ୍ଷିଣା ମାନ ଦ୍ୱାଦଶ ଜନମ ଯାଏ ବଧିରତା କାନ ଏଥକୁ ଯେ ପ୍ରାୟଶ୍ଚିତ ହୋଇଣ ଭିକ୍ଷାସୀ। ଲୋଚନରେ ଦେଖିଥିବ ଦେବ ରୂପ ରାଶି ବିଶ୍ୱାସ କରଇ ଯେହୁ ପ୍ରାଣୀ କରେ ନାଶ ଲୋଚନ ବେନିଟି ତାର ହୁଅଇ ଅଦୃଶ୍ୟ ସ୍ୱାମୀ ଦ୍ରୋହ କଲେ ହରାଏ ସେ ବେନି ଆଖି 5 ଜନମ ଯାଏ ସେ ହୁଏ ନିରିମାଖି। ପ୍ରଚଣ୍ଡା ନଳରେ ଯେବେ ଦହି ପାରେ କାୟ ତେବେ ମହାପାପ ହୁଏ ଶରୀରରୁ କ୍ଷୟ ବାଟ ତରୁର ଛେଦନ କରେ ଯେହୁ ଡାଳ 3 ଜନମ ଯାଏ ସେ ହୁଅଇ ପଙ୍ଗୁଳ। ଛତା ଦାନ ବ୍ରାହ୍ମଣକୁ ଯେବେ ସେ ଦିଅଇ ତେବେ ସେ ମହାପାପ ତା ଶରୀରୁ ତୁଟଇ ଖାଇବା ଗ୍ରାସ ଭଙ୍ଗାଇ ଦିଏ ଯେଉଁ ଜନ ଲୋଚନ ପଥରେ ସେହୁ ନ ଦେଖଇ ଧନ 16 ଜନମ ଯାଏ ସେ ହୁଏ ବଡ଼ ଦୁଃଖୀ ଜଳ କୀର୍ତ୍ତି କରିଲେ ସେ ହୁଏ ପୁଣି ସୁଖୀ ପରକୀର୍ତ୍ତି କି ଯେ ନର କରଇ ଭଞ୍ଜନ ଭଲ ହୋଇ ତାହାକୁ ନ ମିଳିବ ସଦନ। ଦେବାଳୟଟି ସୁସଞ୍ଚ ଯେବେ କରିପାରି ତେବେ ସେ ମହାପାପରୁ ଅନାୟାସେ ତରି ପରର ବାର ବ୍ରତ ଯେ ଭାଙ୍ଗଇ ବିଗୁଣେ ବିରୂପ ରୂପ ସେ ନର ଲୋଭଇ ଆପଣେ 5 ଜନ୍ମ ଯାଏ ସେ ହୁଏ ଅସୁନ୍ଦର ଦୁର୍ଗାଙ୍କୁ ସେବା କଲେ ସେ ପାପୁ ହୁଏ ପାର ପରଗୃହେ ରାଗେ ଯେହୁ ଲଗାନ୍ତି ଅନଳ ଆପଣା କୂଳେ ସେ କେବେ ନ ଦେଖେ ମଙ୍ଗଳ। ଆଗତ ଜନ୍ମକୁ ସେ ହୁଏ ଅପୁତ୍ରିକ ତଦନ୍ତେ ପୁଣି ଯାଇ ଲଭେ କୁମ୍ଭୀ ପାକ ଏଥକୁ ଯେ ବଣ ପ୍ରାଣୀ ସୁଜ୍ଞାନୀ ହୁଅନ୍ତି ବିପୁଳ ଘର ତଳିଣ ବିପ୍ରେ ଦାନ ଦିଅନ୍ତି ଯେବେ ସେହି ମହାପାପ କ୍ଷୟ ଯାଇ ଭଲେ ନରକ ଗତି ଲଭନ୍ତି ଏମନ୍ତ ନ କଲେ ପରକୁ ଔଷଧ ଯେହୁ ଦିଅନ୍ତି କପଟେ ଆହାର ପକୋନୁ ହୋଇ ଦିଅନ୍ତି କପଟେ 20 ଜନ୍ମ ଯାଏ ତାର ହୁଏ ମଦ ଅଗ୍ନି ଏଥକୁ ଯେ ପ୍ରାୟଶ୍ଚିତ ବ୍ରାହ୍ମଣ ଭୋଜନୀ ସଭାରେ ବସିଣ ଯେହୁ କହଇଟି ମିଛ ଭୂମିରେ ଭୂତ ଜନ୍ମ ସେ ହୁଅଇ ପ୍ରତ୍ୟକ୍ଷ 13 ଜନ୍ମ ଯାଏ ସେ ହୁଏ ବଡ଼ ଦୁଃଖୀ କାର୍ତ୍ତିକ ହବିଷ୍ୟ ଅଛି ଏଥକୁ ଯେ ଲେଖି ଶାସ୍ତ୍ର ଶୁଣି ଯେ ନର ସୁଜନ ନିନ୍ଦା କରେ 67 ବରଷ ପଡ଼ଇ ନରକରେ ଶ୍ୱାନ ରୂପରେ ପୁଣି ସେ ମଞ୍ଚେ ହୁଏ ଜାତ ଏମନ୍ତ ଯେ ଆତ ଜାତ ହୁଏ ବେଳ 7 ଏଥକୁ ପ୍ରାୟଶ୍ଚିତ ଯେ ଏକାଦଶୀ ନହିଲେ ଆନ ମତେ ସେ ପାପ ନହେ ଧ୍ୱଂସୀ ପରକୁ ଉଚ୍ଚିଷ୍ଟ ଯେହୁ ଦିଅନ୍ତି ଲୁଚାଇ ମଞ୍ଜରୀ ରୂପରେ ସେହୁ ଉଚ୍ଚିଷ୍ଟ ଭକ୍ଷଇ ଏଥକୁ ପ୍ରାୟଶ୍ଚିତ ଯେ ବୈଶାଖର ଛାଇ ଅନ୍ନ ଜଳ ଛତ୍ର ଦେଲେ ସେ ପାପୁ ତରଇ ବିବାହୀ ନାରୀ ଅଦୋଷୀ କରେ ଯେହୁ ତେଜ୍ୟା ପିତୃଲୋକମାନେ ତାର ହୁଅନ୍ତି ଅପୂଜା ଆପେ ଅସ ହୋଇ ମଞ୍ଚ ପୁରେ ହୁଏ ଜାତ କାମଦେବ ତାପ ଆପେ ସହଇ ବହୁତ ବ୍ରାହ୍ମଣକୁ ବ୍ରତ କଲେ ଖଣ୍ଡେ ସେହି ଦୋଷ ନହିଲେ ସେ ଅସ ଜନ୍ମ ଲଭେ ବେଳ 10 ମିତ୍ରଠାରେ ଦ୍ରୋହ କଲେ ଲଭେ ଗୋରୁ ଜନ୍ମ ଏଥକୁ ଯେ ପ୍ରାୟଶ୍ଚିତ ମକର ସ୍ନାନ ଥୋଇଲା ଦ୍ରବ୍ୟକୁ ଯେହୁ କରନ୍ତି ଗୁପତ
ଭଲ୍ଲୁକ ଜନ୍ମ ହୁଅନ୍ତି ସେହୁ ବେଳ ସାତ। ପ୍ରାୟଶ୍ଚିତ ଯେ ଉଦୟ ମୁଖୀ ଗୋରୁ ଦାନ। ନଦେଲେ ଅବଶ୍ୟ ସେହୁ ଲଭେ ହୀନ ଜନ୍ମ। ଋଣ କରି ଯେହୁ ନର ନ ପାରଇ ସୁଝି। ତାହାକୁ ଠାବ ନ ମିଳେ ତ୍ରିଭୁବନ ମଝି। ଏଥକୁ ପ୍ରାୟଶ୍ଚିତ ଯେ ସାହୁ ବୋଧା କଲେ। ଏମନ୍ତ ନ କଲେ ସେହୁ ନର୍କେ ପଡ଼େ ଭଲେ। ଦାନ ବୃତ୍ତି ଯେଉଁ ନରେ କରନ୍ତି ଅଜ୍ଞାନେ। ଚାଣ୍ଡାଳ କ୍ଷେତ୍ରରେ ଜାତ ହୁଅନ୍ତି ସେମାନେ। ଗୋଦାବରୀ କ୍ଷେତ୍ରେ ଗୋରୁ ଦାନ ସତେ ଦେଲେ। ତେବେ ସେହି ମହାପାପ ଅଙ୍ଗୁ ଯାଏ ଭଲେ। ପରର ଆଶା ଖଣ୍ଡନ କରେ ଯେଉ ପ୍ରାଣୀ। ପାଞ୍ଚରେ ନୁହଁଇ ସେହୁ ଅରେଣି କାରେଣୀ। କରିପାରେ ଯେବେ ପର ଅର୍ଥେ କାୟ ବ୍ରତ। ତେବେ ସେତରେ ନିରାଶ ପାପରୁ ନିୟତ। ଭଲ ଦ୍ରବ୍ୟ ପାଇ କୁଟୁମ୍ବକୁ ନ ଦିଅଇ। ବେନି ଜନ୍ମ ଯାଏ ସେହୁ ଗୃଧ୍ର ପକ୍ଷୀ ହୋଇ। ଏଥକୁ ଯେ ବସ୍ତ୍ର ଦାନ ଅଟେ ପ୍ରାୟଶ୍ଚିତ। ନୋହିଲେ ଅଗ୍ନି ମୁଖରେ ସମର୍ପିତ ଘୃତ। ଯେ ବଣ ଜନ ନାଶଇ ଆପଣାର ବଂଶ। ଜମ୍ବୁକ ହୋଇ ଭକ୍ଷଇ ସେହୁ ନାନା ମାଂସ। ଗୟା ତୀର୍ଥେ ଦାନ ଦେଇ ପାରିବଟି ଯେବେ। ବଂଶଦ୍ରୋହୀ ସାପ କ୍ଷୟ ପାଇ ତାର ତେବେ। ଆଶା ଦେଖାଇ ଯେ ଜନ କରଇ ନିରାଶ। କେବେ ହେ ଭଲେ ତାହାକୁ ନ ମିଳଇ ଗ୍ରାସ। ଆଦିତ୍ୟଙ୍କ ସେବା ଯେବେ କରେ ରବିବାରେ। ତେବେ ସେବା ପୁଡ଼ା ସେହି ସଂସାରରୁ ତରେ। ବନସି ପକାଇ ଯେହୁ ବିନାଶଇ ମୀନ। କୃମି ପୋକ ହୋଇ ହୁଏ ନରକେ ପତନ। ଏଥକୁ ଯେ ପ୍ରାୟଶ୍ଚିତ ଶୁଣ ମହାରୁଷି। କର୍ପୂରବତୀ ଜାଳିବ ସେ ଦିଜିବା ନିଶି। ଅଦୋଷିକି ଦଣ୍ଡ ଯିହି ଦିଏ ଅକାରଣେ। ଆପେ ସେ ଦଣ୍ଡକୁ ଭୋଗ କରେ ସତେ ଗୁଣେ। ଏଥକୁ ପ୍ରାୟଶ୍ଚିତ ଯେ ଲିହି ନାହିଁ କିଛି। ଯାହା ଯାହା ପୁରାଣରେ ବିହିଲିହି ଅଛି। ପର କୁଟୁମ୍ବକୁ ଯେହୁ କରଇ ନିର୍ମାଖି। ପୁତ୍ର ଦୁହିତା ମୁଖ ସେ ନ ପାରଇ ଦେଖି। ଏଥୁ ତରିବେ ଦୁର୍ଭିକ୍ଷେ ହେବେ ଯେବେ ଦାତା। ପୁରାଣରେ ବାଣୀ ଯାହା ଲିହିଛି ବିଧାତା। ଖଚ କହିଣ ବୁଡ଼ାନ୍ତି ଯେହୁ ପର ଘର। ମୃତ୍ୟୁ କାଳେ କଷ୍ଟ ସେହୁ ପାଆନ୍ତି ଅପାର। କାଟିଲା ମୁଣ୍ଡ ପାରନ୍ତି ଯେବେ ରକ୍ଷା କରି। ତେବେ ସେ ଅଙ୍ଗରୁ ଯାଏ ପାପ ଅପସରି। ଜନ୍ତୁପତି କହିଲେ ଯେ ଶୁଣ ପୁଣ୍ୟ ରୂପୀ। ପଥରେ ଟପର ଖୋଳେ ଯେଉଁ ମହାପାପୀ। ସହସ୍ରେ ବରଷ ହୁଏ ସେହୁ କୂପ ବେଙ୍ଗ। ଏଥକୁ ଲିହିଛି ଦାନ ଯେବେ ଯେ ତୁରଙ୍ଗ। ମିତ୍ରର ପତ୍ନୀ କି ଯେହୁ ହରଇ ଅଜ୍ଞାନେ। 500 ବର୍ଷ ସେହୁ ପଡ଼େ ନର୍କ ସ୍ଥାନେ। ସୁବର୍ଣ୍ଣ ପିତୁଳା ଦାନ ତେବେ ଦେଇ ତରେ। ନହିଲେ ଅବଶ୍ୟ ସେହୁ ପଡ଼ଇ ନର୍କରେ। ସହସ୍ରେ ଜନମ ପୁଣି ହୁଅଇ ବାୟସ। ଯୁଗାନ୍ତରେ ତରଇ ପୁଣି ସେ ପୁରୁଷ। ଧନ ଘେନିଣ ଯେ ନର ବିକନ୍ତି ଦୁଲଣୀ। କେବେ ଦୟା ନ କରନ୍ତି ତାକୁ କମଳିନୀ। 14 ମନୁ ଯାଏ ସେ ବହୁ ଦୁଃଖ ପାଇ। ସାଗରେ ଝାସିଲେ ଏହି ପାପ କ୍ଷୟ ପାଇ। ନିନ୍ଦା କରନ୍ତି ଟି ଯେହୁ ଚଣ୍ଡୀ ଶାସ୍ତ୍ର ପଦ। ହୁଅନ୍ତି ସେ 7 ଜନ୍ମ ଯାଏ ଶିରଛେଦ। ଜାତ ହୋଇଥାଏ ପର ପଞ୍ଚରୂପ ଧରି। କୁକୁଟ ପଶୁ ଯେ ମେଷ ମଇଁଷି ଘୁଷୁରି। ମଞ୍ଚମଣ୍ଡଳେ ପରକୁ ଯେହୁ ବିଷ ଦିଅନ୍ତି। ଜାତ ହୋଇ ଶିରଛେଦ ସେହୁ ହେଉଥାନ୍ତି। ଏଥକୁ ଯେ ପ୍ରାୟଶ୍ଚିତ ଶୁଣ ମୁନିବର। ପର୍ବତ ଦାନ ଦେଲେ ପାପୁ ହୁଅନ୍ତି ପାପ। ପତିନାଶ କରଇ ଯେ ହୁଏ ସେ କୁମ୍ଭୀର। ସେହି ପାପ କ୍ଷୟ ପାଇ ଗଲେ ଦେଶାନ୍ତର। ନୃପତି କି ନିନ୍ଦା କଲେ ହୁଅଇ ମୂଲିଆ। କେବେ ଦୟା ନ କରନ୍ତି ତାକୁ ବିଷ୍ଣୁ ପ୍ରିୟା। ମାସେ ଆଦିତ୍ୟ ବିଷ୍ଣୁଙ୍କୁ ଯେବେ ସେବା କରି।
ଦରିଦ୍ର ଅବସ୍ଥାରୁ ସେ ତେବେ ହୁଏ ପାରି। ମୂଲିଆକୁ ମୂଲ ଦେଇ ସଞ୍ଚନ୍ତି ଯେ ପ୍ରାଣୀ। ବନ୍ଧୁରେ ଲଭନ୍ତି ସେହୁ ବହୁମାନ ହାନି। ଏଥକୁ ଯେ ପ୍ରାୟଶ୍ଚିତ ଦଇବ କହିଲେ, କୃଷି ଉପଜାଇ ତାହା ଗୋରୁଙ୍କୁ ଯେ ଦେଲେ। କବିଙ୍କି ନିନ୍ଦଇ ଯେହୁ ବାହା ପିଆ ପଣେ, ନିଶ୍ଚୟ ଦୋରେହା ସେହୁ ବିଷ୍ଣୁର ଚରଣେ। 18 ବେଳ ଗର୍ଦ ଭଜନ ମହୁଅନ୍ତି, ଦେଉଳ ତୋଳାଇଲେ ସେ ପାପରୁ ତରନ୍ତି। ଜଳ ନିନ୍ଦା ଯେ କରଇ ହୁଏ ସେହୁ ବାଇ, ଯଜ୍ଞ କରି ପାରିଲେ ସେ ପାପୁ ତରି ଯାଇ। ଅକ୍ଷର ନିନ୍ଦା କରିଲେ ହୁଅନ୍ତି ମୂରୁଖ, 3 ଜନ୍ମ ଯାଏ ପୁଣି ହୁଅଇ ସେ ମୂକ। ସେହି ପାପ କ୍ଷୟ ଯାଇ ଗଣେଶ ପୂଜିଲେ, ଶୁଣ ଆହେ ମହାରୁଷି କୃତାନ୍ତ କହିଲେ। ପାପକୁ ପ୍ରାୟଶ୍ଚିତ ଯେ ମନ୍ତ ପ୍ରକାରେ, ତହିଁକି ଯେ ପ୍ରାୟଶ୍ଚିତ କହିଲି ଛାମୁରେ। ଯେ ଯା ପ୍ରାୟଶ୍ଚିତ କଲେ ପାପ ଯାଇ ନାଶ, ନହିଲେ ଅଙ୍ଗରେ ଭୋଗ କରଇ ଅବଶ୍ୟ। ଅଦୋଷେ ଯାହାକୁ ଯେହୁ ଦଣ୍ଡେ ଅକାରଣେ, ସେହି ପୁଣି ସେ ଦଣ୍ଡକୁ ପାଏ ସତେ ଗୁଣେ। ଏଥକୁ ଯେ ପ୍ରାୟଶ୍ଚିତ ଲିହି ନାହିଁ ଆନ, ଯାହା ସେହି ପ୍ରଜାପତି କରିଛି ଲିଖନ। ଏ ମହାରୁଷି ଅଦୋଷେ ଜୀବ ହସ୍ତେ ଧରି, ଅକାରଣେ ଧରି ପୁଣି ପର ହାତେ ମାରି। ପାଇବ ତହିଁର ପରା ଭବ ଏହି ଋଷି, ତୁମ୍ଭେ କହ କାହିଁ ପାଇଁ ଏଥେ ଅଛ ବସି। ମୋହଠାରେ ତୁମ୍ଭର ଯେ ଦୟା ଭାବ ଥିଲେ, ଆନ ମତେ ଆସିବ ଯେ ଯେତେବେଳେ ହେଲେ। ପାପୀଙ୍କ ନିମନ୍ତେ ତୁମ୍ଭେ ନ କହିବ କିଛି, ଚରଣ ଧରି ତୁମ୍ଭର ଏତେ କମାଗୁଛି। ଏମନ୍ତ ବିନୟ କରି କହିଲା ବିଶେଷ, ଭଣଇ ଯେ ପୁଣ୍ୟ ଶ୍ଲୋକ ମହାଦେବ ବ୍ୟାସ। ଗଣେଶଙ୍କର ମୂଷିକ ବାହନ ହେବାର କାରଣ ଓ କୃତିହା ମହର୍ଷିଙ୍କ ମୋକ୍ଷଣ। ଶୁଣତୁ ସୁରଥ ରାଜା ବଦନ୍ତି ମହର୍ଷି, ଯମ ବାକ୍ୟ ଶୁଣି ଆମ୍ଭେ ବଚନ ସମ୍ଭାଷି। ବୋଇଲି ତୋହର କଥା ଶୁଣିଲି ମୁଁ ସବୁ, ବଜ୍ର ହୁଁ ଅଧିକ ଟାଣ ତୋ କଥାକୁ ବାବୁ। ଏଡ଼େ ନିର୍ଦ୍ଦୟ ବୋଲିଣ ନ ଜାଣଇ ତୋତେ, ଏଣୁ ତୋତେ କୃତାନ୍ତକ ବୋଲନ୍ତି ଜଗତେ। ଏକଥା ଛାର ପାଇଁ କି ଆମ୍ଭେ ଅଛୁ ଆସି, ଆବର ବିଶେଷ ତୋର ପିତା ଅଛି ପେଶି। କିଛି ହିଁ ଉପରୋଧ ଯେ ନ କଲୁ ଆମ୍ଭଙ୍କୁ, କେତେ ପ୍ରତାପେ କହିଲୁ କିଞ୍ଚିତ କଥାକୁ। ଧର୍ମର ନନ୍ଦନ ହୋଇ ଏଡ଼େକ ନିର୍ଦ୍ଦୟା, ନିବ୍ରହି କରି ଗଢ଼ିଲା ଧାତା ତୋର କାୟା। ଅନେକ ଜନ୍ମ ଦେଖିଛୁ ଆମ୍ଭେ ଦେହ ବହି, ନିର୍ଦ୍ଦୟ ନୁହନ୍ତି ତୋହ ପରା ଜଣେ ଦେହି। ଏକଥା ଶୁଣି ବୋଲଇ ଭାସ୍କର କୁମର, ଯେ ବଣ କଥା ବୋଇଲ ମୋତେ ମୁନିବର। ନିର୍ଦ୍ଦୟ ବୋଲି କହିଲ ମୋତେ ମହାଜତି, ପାପୀଙ୍କୁ ନିର୍ଦ୍ଦୟ ବୋଲି ସିନା ଲାଗେ ଭୀତି। ଏତେ ପ୍ରକାରରେ ଏହି ସଂସାରର ଜନେ, କରନ୍ତି ଯେ ନାନା ପାପ ମରନ୍ତି ଅଜ୍ଞାନେ। କିଞ୍ଚିତେ ଯେବେ ଲଭନ୍ତି ମୁହିଁ ଅନୁରାଗ, ତ୍ୟାଗ କରନ୍ତି ସଂସାର ଜନେ ଧର୍ମ ଭାଗ। ନାନାବିଧ ଦଣ୍ଡ ମୁହିଁ ଦିଏ ଏତେ ରୂପେ, ଏତେ ହେକ ପ୍ରାଣୀ ମାନେ ଝାମ୍ପୁଥାନ୍ତି ପାପେ। ପାପ ଭାଗ ଗୋଟାକ ଯେ ମଧୁ ଭାଣ୍ଡ ଜାଣି, ତହିଁରେ ଯଦ୍ୟପି ମାଛି ବସଇ ନ ଜାଣି। ସ୍ୱାଦୁ ଲୁବ୍ଧେ ତହିଁ ପଡ଼ି ହରାନ୍ତି ଜୀବନ, ସଙ୍ଗ ମାଛି ମାନେ ତାହା ଦେଖନ୍ତି ନୟନ। ପ୍ରତ୍ୟକ୍ଷ ସଙ୍ଗ ମଧ୍ୟରୁ ଜଣେ ଥାଉ ବୁଡ଼ି, ଏ ପୁଣି ବସନ୍ତି ତହିଁ ମଧ୍ୟେ ଯାଇ ଉଡ଼ି। ସଭିଏଁ ଏକ ଯୋଗରେ ହରାନ୍ତି ଜୀବନ, ଆଶା ଲୁବ୍ଧେ ସକଳେ ଯେ ହରାନ୍ତି ସଦ୍ଜ୍ଞାନ।
ସେହି ପ୍ରକାରେ ହିଁ ସଂସାରର ଭାବ, ଯେନେ ମଧୁ ଭାଣ୍ଡେ ପଡ଼ି ମରନ୍ତି ପତଙ୍ଗ। ସଂସାରର ଜନମାନେ ସେହି ପ୍ରକାରେ, ଜାଣୁ ଜାଣୁ ଝାସ ଦେଉଅଛନ୍ତି ପାପରେ। ମୋହର ଦଣ୍ଡକୁ ଯେହୁ କରିଅଛି ଭୀତି, ସଂସାର ସାଗରେ ସେହୁ ପାଉଛନ୍ତି ଗତି। ନ ଜାଣିନ ପ୍ରାଣୀମାନେ ଯାଉଛନ୍ତି ନାଶ, ତୁମ୍ଭେମାନେ କାହିଁ ପାଇଁ ଏଥେ କହି ଆସ। ଦେବତାଙ୍କର ଇଷ୍ଟ ଯେ ଅଟ ତୁମ୍ଭେମାନେ, ଅଧିକାର ତୁମ୍ଭର ଯେ ନାହିଁ ପାପ ପୁଣ୍ୟ। ଧାତା ମୋତେ ଦେଇଛନ୍ତି ଏହି ଅଧିକାର, ବୁଝିବି ମୁଁ ପାପ ପୁଣ୍ୟ ସର୍ବଜନଙ୍କର। ଏକଥାରେ କାହାର ହିଁ ବଳ ନାହିଁ ହୃଦେ, ମୁଁ ଏବେ ଦଇନି କରୁଅଛି ତୁମ୍ଭ ପାଦେ। ଏଥକୁ ଅଇଲୁ ଯେଣୁ ନିସ୍ତାରିଲି ମୁଁ ହିଁ, କଥା ଏକ ପଚାରିବି ଶୁଣିବା ଗୋସାଇଁ। ବୋଇଲେ ଆମ୍ଭେ ଦେଖିଛୁ ଅନେକ ଯେ ଯମ, ଯହ ମହାରୁଷି କି ତାହାଙ୍କର ନାମ। କେବଳ ଆଚରେ ରାଜ କାର୍ଯ୍ୟ କରୁଥିଲେ, କେବଳ କିରତି କରି ପୁଣି କାହିଁ ଗଲେ। କହ ଆହେ ମହାରୁଷି ତହିଁର ବିଧାନ, ଶୁଣିବା ତୁମ୍ଭର ମୁଖଗତ କଥା ମାନ। ଯମ ବଚନେ କହିଲ ଆମ୍ଭେ ତାକୁ ଯାହା, ଶୁଣ ତୁହି ସେହି କଥା ସିନ୍ଧୁ ଦେଶ ନା। ଯମ ପୁଛିବାରୁ ତାକୁ କହିଲୁ ସେ ବାଣୀ, ଶୁଣ ତୁହି ଏକ ମନେ ତହିଁର କାହାଣୀ। ପ୍ରଥମରେ ସଂସାରର ସଞ୍ଚାରଣ କାଳେ, ବୃଦ୍ଧ ଧାତା ନାମେ ଏକ ବ୍ରହ୍ମା ସେହି ବେଳେ। କର୍ମନାଶ ବୋଲି କରି ବ୍ରହ୍ମାଙ୍କ କୁମର, ସମପଦ ତାହାଙ୍କୁ ସେ ଦେଲେ ବେଦବର। 77 ଯୁଗ ସେହି ହେଲା ଜନ୍ତୁପତି, କାଳେ ସେହି ରାଜନ ଯେ ଅର୍ଜିଲା ଅକୀର୍ତ୍ତି। ଦେବତାଙ୍କ ଉପରେ ସେ ମୃତ୍ୟୁଦଣ୍ଡ କଲା, ତେଣୁ କରି ତାହାର ଯେ ପଦଚ୍ୟୁତ ହେଲା। ତହୁଁ ଯମ ହୋଇଲା ଯେ ବିଶ୍ୱକର୍ମା ସୁତ, ତ୍ରିତାପ ଅଗ୍ନି ସମାନ ମହିମା ବିଦିତ। 10 ଗଣ୍ଡା ଯୁଗ ସେହୁ ଯମ ପଣ କଲା, ଦୁର୍ବାସା ଋଷି ଶିଷ୍ୟକୁ ବଳେ ବାନ୍ଧି ନେଲା। ସେ ଦୋଷେ ଦୁର୍ବାସା ଋଷି କଲେ ତାକୁ ନାଶ, ତହୁଁ ପୁଣି ରାଜା ହେଲେ ସୁରପତି ଶିଷ୍ୟ। ବଜ୍ରବାଳ ବୋଲି ନାମ ଅଟଇ ତାହାର, ତିନି ମଳୁ ଯାଏ ସେହୁ ପାଳିଲା ସଂସାର। ବିଧାତା ହୋଇବା ପାଇଁ ମନ କଲା ଯହୁଁ, ଜାଣି କରି ଦଇବ ଯେ ନାଶ କଲା ତହୁଁ। ବ୍ରଜକାଳ ଅନ୍ତେ ବିଶ୍ୱଦେବଙ୍କର ପୁତ୍ର, ଜନ୍ତୁପତି ପଣେ ଧଇଲା କରାଜ ଛତ୍ର। ବିରାଜସୁର ନାମରେ ଅଟଇ ଯେ ଯମ, 5 କୋଟି ବରଷ ଯେ ବୁଝିଲା କ ଧର୍ମ। ଜନ୍ତୁଙ୍କର ବୈକୁଲ୍ୟ ସହି ନ ପାରିଲା, ସଞ୍ଜୀବନୀ ପୁର ଛାଡ଼ି ବିଷ୍ଣୁ ଲୋକେ ଗଲା। ତହିଁ ପୁରେ ପୁଣି ଯମ ହୋଇଲା ଭୂମନୁ, ଶୁକ୍ର ମହାମୁନିଙ୍କର ଅଟଇ ସେ ସୁନୁ। ବିଶାଶଏ ଯୁଗ ଯମ ହୋଇଲା କ ସେହି, ଅନନ୍ତ ନାଗପୁରେ ସେ କଳି କଲା ଯାଇ। ବାନ୍ଧି ଘେନିଣ ଆସନ୍ତେ ସେହି ନାଗ ସୈନ୍ୟ, ବାସୁକୀର କୋପେ ସେହୁ ହୋଇଲା ଦହନ। କାଳିଞ୍ଜନ ଫଣି ପୁଣି ହେଲେ ଜନ୍ତୁ ରାଜା, ଋଷିଗଣ ମିଶି ତାଙ୍କୁ ଦିଆଇଲେ ଲଜ୍ଜା। ବୋଇଲେ ମୁନି ହୋଇଣ ରାଜପଣ କଲା, ଜନ୍ତୁ ବଧିବା ପାଇଁ କି ଶରଧା ପାଇଲା। ଏମନ୍ତ ବୋଲି ମୁନିଏ କହିଲେ କ ଯେଣୁ, ଯମପଣ ସେହି ମୁନି ଛାଡ଼ିଲେ କ ତେଣୁ। ତହିଁ ପୁଣି ଯମ ରାଜା ହେଲା କୃତକେଶୀ, କୃତିହାରୁ ସିଙ୍କର କନିଷ୍ଠ ବାଳ ଶିଶି। 70 ଲକ୍ଷ ବର୍ଷ ସେ ଯମପଣ କଲା, ଏମନ୍ତ ବିକୃତ ପୁଣ୍ୟ ତାର ଉପୁଜିଲା। ଆଦିତ୍ୟ ନାମରେ ଜାଣ ଏକ କଳି ଯୁଗେ, ମେଷ ସଂକ୍ରାନ୍ତି କି ଗ୍ରୀଷ୍ମ ଋତୁ ଯେ ଲାଗେ। ବୈଶାଖ ଶୁକ୍ଳ ଦ୍ୱିତୀୟା ତିଥି ଶନିବାରେ, ଦିଗ ବିଜେ କରିବାକୁ ସେ ଯମ ବାହାରେ।
भ्रमण करी मिलिला जाई कैलासे ससुर नंदन गणेश्वरंकर पासे जंतुपति गणेशंकु देखिला सने जोगे निष्ठाबद्ध से हु आत्मा तत्व ज्ञाने महाजोगेश्वर से जे निर्गुण पुरुष अमृत लड्डू पानरे सर्वदा से तोष ईश्वर पियर जार पार्वती जामात जोगाधि पुरुष से हु परम पुरुष मनुष्य शरीर सबु एका राजमुख देखि जंतुपति ताहा मणिला असुख बोइला एहु पुरुष विरूप घटण काहे देखि नाही मोहि एड़े विडंबन मनुष्य शरीर पुणी गजमुंड गोटी बामन मूरति स्थूल अटई पेटटी दीर्घ दुई कर्ण क्षुद्र क्षुद्र बेनी आखि डरिबे अपरिचित लोक एहा देखि देवता रूपकु एहु नुहई घटण मुहि तेबे हरि नेबी एहार जे प्राण एते बोली काल दंड समन पेशन्ते जोग बळे ताहा जानी पारि उमा सुते विचारिले विजे कला जम ए स्थानकु एडे मूर्ख बाई पुणी नेब ए आंभंकु आज जानिबा एहार केते बड़ बीर्य लेउटी जाई देखिब जेबे निज राज्य एते कमने विचारी ईश्वरंक शिशी गला रूप इता काढ़ी कले काल फासी मंत्र पढ़ी न कहन्ते ताकु गणपति संजीवनी नाथ को से बांधिला तड़ती गणपति जे ताहाकु बांधि घेनी गले निज जानु तले ताकु माड़ी न बसिले काल विकाल जे आसीथिले राजा संगे पलाई जाई कहिले धातांकर आगे बारता पाई अइले तही बेद बर सकल देवे अछंती ताहांक संगर गणपति की कहिले सकल बारता जंतुपति की धइला किंपा महाज्ञाता ए महादेवता पुणी अटे जंतुपति एहाकु बांधि रखिबा नुहई जुकती ए जे सकल जीवंकु दंड मंड करी तुम्भे किंपाई धइल एहा न विचारी गणेश कहिले अटे बड़ दोषी जगते दहिला करे धरी काल फासी आंभंकु नेब बोलिण एठाकु अइला जंतुंकु बधी एहार साहस होइला तेणु करी एहाकु जे पकाइली बांधी तुम्भे जे देवता कह एथकु जे बुद्धि ब्रह्मा बोइले कथा स्वरूप नुहई तोते नेबाकु सेहि कि भाजन अटई तोहि देव उमा सुत द्वितीय ईश्वर तोहर कोपकु पुणी मोर बहु डर सकल गण उपरे अटु तुहि पति तोहर प्राण हरिब काहु जंतुपति तोते जेबे जमने पारंताटी बळे मूषा प्राय होई रहंता कि जानु तळे एही प्रत्यक्षरे तोर होइला बाहन एथकु विघ्न राजान धर आन मन शुण हो जम कहंती पुणी ब्रह्म बेता प्रस्ताव वाक्ये कहिले जाहा कि विधाता सेही कथा तो काले होइला प्रमाण इंदुर गोटिए हेला सेही जंतुराण केहु आन करिब जे दैव वचन जंतुपति होइले जे गणेश बाहन ताहा देखिण विधाता बहु चिंता कले तो वचन आन करि न पारे बोइले तहु पिता महादेव गणकर तुले सुधर्मा सभारे जाई विहरण कले आदित्य देवंकु जाई कहिले कधाता
ବୋଇଲେ କ ଶନିଙ୍କର ତୁମ୍ଭେ ଅଟ ପିତା, ମାତାର ସାପେ ବେଶେ ବ୍ୟାଧିମନ୍ତ ହୋଇ, କେଣିକି ହିଁ ନ ପାରଇ ମଧ୍ୟ ଆସି ଯାଇ, ବସିବା ଠାବରେ ସେହୁ ବୁଝୁ ପାପ ପୁଣ୍ୟ, ହେଉ ବୋଲି ବୋଇଲେ ଯେ ଗଗନ ଶୋଭନ। ତେଣୁ ସେହି ପିତାମହ ଶାଢ଼ୀ ତୋତେ ଦେଲେ, ଜୀବଜନ୍ତୁଙ୍କ ଉପରେ ଅଧିକାର କଲେ, ସେହିଦିନ ତୁ ଯେ ଜନ୍ତୁଠାରେ ଅଧିକାରୀ, ଆଜକୁ ହୋଇଲା ତାହା ଯୁଗ ଲକ୍ଷ୍ୟକାରୀ। ଏତେ ଦିନେ ଅଇଲୁ ଯେ ଆମ୍ଭେ ତୋର ପାଶ, କୃତିହା ମହାରୁଷି ମାଗୁଅଛୁ ଯେ ଦୋଷ, ଆମ୍ଭେ ଯେ ତୋହର ଗୁରୁ ହୋଇଛୁ ଯୁକତେ, ଗୁରୁ ଦକ୍ଷିଣା ମାଗୁଛୁ ଆମ୍ଭେ ତୋର ଏତେ। ତୁହି ଯେଣୁ ପୁଛା କଲୁ ଗତ କଥା ମାନ, ଆମ୍ଭେ କହନ୍ତେ କି ଶୁଣି କଲୁ ଅବଧାନ। ଯେଉଁମାନେ ଏହିଠାରେ ରାଜା ହୋଇଥିଲେ, କଥା ମାତ୍ର ସେ ରହିବ କେଣେ ଚାଲିଗଲେ, ସବୁଦିନେ ପ୍ରାଣୀର ନଥାଇ ଅଧିକାର, ଯାହା କରିଥାଏ ତାହା ରହେ ଚିରକାଳ। ତୁ ଯେ ପଣ ପାଇ କରି ତପିଙ୍କ ନ ଲେଖୁ, ଏପଣ ସରିବ କିଛି ଦିନେ ଦେଖୁ ଦେଖୁ। ଆମ୍ଭେ ତପି ମାନେ ରହିଥିବୁ ସର୍ବକାଳେ, ତୁମ୍ଭର ଗତ ଆଗତ ଦେଖୁଥିବୁ ଡୋଳେ। ଏତେ ଶୁଣି କରି ଯମ କହିଲା କହସି, ଯେ ବଣ କଥା କହିଲ ତୁମ୍ଭେ ମହାରୁଷି। ଯେଉଁ ବିଷୟରେ ଯେହୁ ପାଇଥାଇ ପଣ, ସେ କଥାରେ ସେହି ପୁଣି ଅଟେ ବଡ଼ ଜାଣ। ତହିଁର ସେ ଭଲ ମନ୍ଦ ବୁଝିବଟି ଭଲେ, ଅଧର୍ମ ବୁଝିବ ସିନା ସର୍ବନାଶ ଗଲେ। ତୁମ୍ଭେ ଯେ ବୋଇଲ ଆମ୍ଭେ ଅଟୁ ତପି ଜନ, ତପି ହୋଇ କରି କିମ୍ପା କର ପାପ ମାନ। ପାପ ଆଚରିଲେ ଜାଣ ନିଶ୍ଚୟ ଦଣ୍ଡ ପାଇ, ବିଷ୍ଣୁଙ୍କ ଠାରୁ ବଡ଼ ତ ନହିବ ନା କେହି। ସେହି ମାତାଙ୍କୁ ବୋଇଲେ ଯହୁଁ ମନ୍ଦ ବାଣୀ, ସେ ଦୋଷରେ ଦେହ ବହି ଜନ୍ମିଲେ ଧରଣୀ। ବ୍ରହ୍ମା ନିନ୍ଦା କଲେ ଆଦି ମାତ ଯେ ଯୁବତୀ, ତାହାଙ୍କର ସାପେ ପୁଣି ହେଲେ ପଶୁପତି। ନ ଜାଣି ଗୋବଧ କଲେ ଦେବ କାଶୀବାସୀ, ସେ ପାପେ ସେହି ଈଶ୍ୱର ହୋଇଲେ ଭିକ୍ଷାସୀ। ଚନ୍ଦ୍ର ଦେବତା ଗୁରୁଙ୍କ ଠାରେ କଲେ ଦ୍ରୋହ, ସେହି ଦୋଷେ ଛିଦ୍ର ହେଲା ତାହାଙ୍କର ଦେହ। ଗ୍ରୀଷ୍ମ କାଳେ ସେ ଜନ୍ତୁଙ୍କୁ ହୋଇଲେ ଅଦୟା, ତେଣୁ କଳଙ୍କ ବହିଲା ତାହାଙ୍କର କାୟା। ଇନ୍ଦ୍ର ହରିଲା ଗୌତମ ଋଷିଙ୍କର ନାରୀ, ତେଣୁ ସେ ସହସ୍ର ଯୋନି ହେଲା ବଜ୍ରଧାରୀ। ଆଦିତ୍ୟ ଦେବତା ପୁଣି ଦୁସଙ୍ଗେ ବସିଲେ, ରାହୁର ହାତରେ ପରାଭବ ସେ ପାଇଲେ। ଚତୁର୍ମୁଖ ଧାତା ପୁଣି ହରିଲେ ଦୁହିତା, ତେଣୁ କରି ଅପୂଜ୍ୟ ସେ ହୋଇଲେ ବିଧାତା। ଅନଳ ଦେବତା ପୁଣି କହିଲେ କମିଛ, ଗୁରୁ ପାଶରେ ସେ ପୁଣି ଭକ୍ଷିଲେ ଅଭକ୍ଷ। କୁବେର ଦେବତା ପୁଣି ବହି ମତ ଗର୍ବ, ତେଣୁ ତାହାର ଲୋଚନ ହେଲା ବକ୍ର ଭାବ। ପବନ ଦେବତା ଯହୁଁ ଭାଙ୍ଗିଲେ ସଂସାର, ଆଗହୁଁ ଜାଣି କାଟିଲେ ତାକୁ ବଜ୍ରଧର। ବ୍ରହ୍ମାଙ୍କର ତପ ଯେଣୁ ଭାଙ୍ଗିଲେ ଜଳଧି, ତେଣୁ କରି ଅମୋକ୍ଷ ଯେ ହେଲେ ମହୋଦଧି। ଅଷ୍ଟାଙ୍ଗ ଋଷି ଦୁର୍ଗାଙ୍କୁ ଯେଣୁ ନିନ୍ଦା କଲେ, ତେଣୁ ସେହି ମହାଋଷି ଅଷ୍ଟବକ୍ର ହେଲେ। ଏତେକ ଲୋକମାନଙ୍କୁ ନ ଗଲା ମେଣ୍ଟିଣ, ଯେଉଁମାନେ ଅଟନ୍ତି ଏ ସୃଷ୍ଟିର ଧାରଣ। ସେମାନେ ପାପ କରିଣ ପାଇଲେ ପ୍ରାଭବ, ସାମାନ୍ୟ ଲୋକର ବହୁତର ମତ ଗର୍ବ। ମୁହିଁ ଯେ ବାଳକ କାଳେ ମାତା ଦ୍ରୋହ କଲି, ରାଗେ ଜନନୀ ଏକ ଗୋଇଠା ମାଇଲି। ସେ ଦୋଷେ ଚରଣେ ମୋର ହେଲା କୁଷ୍ଠ ବ୍ୟାଧି,
ଅନୁବ୍ରତେ ଶରୀର ଯେ ହେଉଛି ଦଗଦି। ଏ ବେଦନା ମାନ ମୋର କହିବି କାହାକୁ, ନ ଜାଣିନ ଅର୍ଜି ଅଛି ଆପଣା କର୍ମକୁ। ଦେବତା ମାନେ ଅଟନ୍ତି ଦେଖ କେଡ଼େ ଶ୍ରେଷ୍ଠ, ପାପ ଅନୁକ୍ରମେ ପୁଣି ଭୁଞ୍ଜୁଛନ୍ତି କଷ୍ଟ। ତୁମ୍ଭେ ଯେ ମହାଭାଗ ଏ କଥା ନ ବିଚାର, ମୋତେ ଅନିମିତ୍ତେ କୋପ କାହିଁ ପାଇଁ କର। ଦୈବ ପୁରୁଷ ମୋତେ କରିଛି ଏ ମନ୍ତ, ପାପି କି ନ ଦଣ୍ଡିଲେ ମୁଁ ନୁହଁ କୃତାନ୍ତ। ତୁମ୍ଭେ ମହାରୁଷି କିଛି ଏଥକୁ ନ କହ, ପଦରଜ ଦେଇ କରିବି ଯେ କରିଥାଅ। ଜନ୍ତୁପତି ଯହୁଁ ମୋତେ ମନ୍ତ କହିଲା, ଅନେକ କୋପ ଆମ୍ଭର ଶରୀରେ ବ୍ୟାପିଲା। ଯମକୁ ବୋଇଲେ ତୁହି ଏଡ଼େ ନିରପେକ୍ଷ, ଆମ୍ଭରି ବୋଲକୁ ଭାଙ୍ଗି କହୁଛୁ ପ୍ରତ୍ୟକ୍ଷ। ଯେ ବଣ ଦୈବ ତୋତେ ଦେଇଅଛି ଶାଢ଼ୀ, ସେହୁ ପୁଣି ଆମ୍ଭଙ୍କୁ ଯେ କହଇ କର ଯୋଡ଼ି। ବିଷ୍ଣୁ ତହୁଁ ଆମ୍ଭେ ତାକୁ ଦେଉ ଅଧିକାର, ତେବେ ସେହି ପିତାମହ ଭିଆଇ ସଂସାର। ତୁହି ସେ ଧାତାର ତହୁଁ ଯମପଣ ପାଇ, ଆମ୍ଭର ସଙ୍ଗେ କହୁଛୁ ତାହା ପରି ଘାଇ। ନହିଲେ ଦୈବ ଦଣ୍ଡୁ ଅଛଇ କି ତୋତେ, ମିଳାଇ ପଡ଼ୁଛି ବେନି ଗୋଡ଼ୁ ଅନୁବ୍ରତେ। କିଞ୍ଚିତ କଥାକୁ ତୋତେ ଏଡ଼େ ଗରିଷ୍ଠ, ଆମ୍ଭେ ମହାରୁଷି ଆମ୍ଭ ଆଜ୍ଞା କର ଭ୍ରଷ୍ଟ। ଏକୃତିହା ମହର୍ଷି କି ଦଣ୍ଡୁ ଯେବେ ତୁହି, ନିଶ୍ଚୟ ଜାଣିଥା ଘଟିବ କହୁଛି ଜାମୁହିଁ। ଜନ୍ତୁପତି ପଣ ନିଶ୍ଚୟ ସରିବ ତହର, ସମୟ ଏକ ମୃତ୍ୟୁ କଷ୍ଟ ପାଶୋରିବେ ନର। ଏହି କଥା ଜାଣ ଦେବ ଆହେ ଜନ୍ତୁରାଜ, ବିମୁଖ ହୋଇଣ ଆମ୍ଭେ ବାହୁଡ଼ିଲେ ଆଜ। ଏ କଥା ଶୁଣି ବୋଇଲା ପୁଣି ଜନ୍ତୁ ସାଇଁ, କିମ୍ପାଇଁ ବିମୁଖ ତୁମ୍ଭେ ହେଉଛ ଗୋସାଇଁ। ତପି ହୋଇ କରି କିମ୍ପା କର ଏଡ଼େ କୋପ, କୋପ ଯୋଗୁଟି ହୁଅଇ ଜାଣ ମହାପାପ। କୋପଟି ପ୍ରାଣୀଙ୍କ ଦେହେ ଅଟେ ମହାବାଳ, କୋପ ଯେ ଅଟଇ ଏକା ପରମ ଚଣ୍ଡାଳ। କୋପ ଆଚରିଲେ ଦେହୁ ଜ୍ଞାନ ହୁଏ ଧ୍ୱଂସ, କୋପରେଟି ପ୍ରାଣୀ ମାନେ ଯାଉଛନ୍ତି ନାଶ। ତୁମ୍ଭେ ଅଟ ମହାଜ୍ଞାତା ପରମ ପଣ୍ଡିତ, ବିବେକୀ ଲୋକ କରିବ କିମ୍ପା ଏଡ଼େ କୃତ୍ୟ। ସଞ୍ଜୀବନୀ ପୂରେଛନ୍ତି ବହୁତର ଜନ, ପାପୀ ଅପାପୀ ଆବର ଦେବତା ସୁଜନ। ଏତେ ଲୋକଙ୍କୁ ବିନାଶ ତୁମ୍ଭେ କରିଗଲେ, ତୁମ୍ଭର ଯେ ଜପ ତପ ରହିବ କି ଭଲେ। 1 କୋଟି ଜୀବନାଶୀ ଏହି ତପଚାରୀ, ପ୍ରତ୍ୟକ୍ଷ ଦେଖୁଛ ହେଉଛନ୍ତି କେତେ ସରି। ବନ୍ଧନ ହୋଇଥିଲା ସେ ଆପଣେ କହିଲ, ଏତେ ମତେ କଥା ନେକି ନ ହୁଅଇ ଭଲ। ଯେତେକ ପାପୀ ମାନଙ୍କୁ ଦେଖିଲ ହେ ବାଟେ, କୋପ ପ୍ରତି ଫଳରେଟି ପଡ଼ିଲେ ସଙ୍କଟେ। ପାପ ପୁଣ୍ୟ କଥା ମାନ ବୁଝୁଅଛ ସବୁ, କେମନ୍ତ ବୋଲୁଛ ପୁଣ ସମସ୍ତ ଧ୍ୱଂସିବୁ। ବିକାରକୁ ଯୋଗାଇଲେ ଜାଣିଥାଅ ମତେ, ପାପୀଙ୍କି ଉପେକ୍ଷା ମୁଁ ନ କରେ କଦାଚିତେ। କାହା ଶୁଣି ଆମ୍ଭର ନ ସ୍ଫୁରିଲା ବଚନ, ଏଥୁ ଅନନ୍ତରେ କଥା ଶୁଣତୁ ରାଜନ। ଆମ୍ଭର ମୌନ ବ୍ରତ ଦେଖି ଜନ୍ତୁରାଏ, ଦରହସିତ ବଦନେ କହିଲା କଥାଏ। ଯମ ବୋଇଲା ଗୋସାଇଁ ହୋଇଲ ତ ତୁନି, ଏ ଭାଷାକୁ ସମସ୍ୟା ନ ଦେଲୁ ଆମ୍ଭେ ଶୁଣି। ପୁଣି ବୋଲଇ ତୁମ୍ଭଙ୍କୁ କି କହିବି ଆଉ, ମେଲାଣି ଦିଅ ଆମ୍ଭଙ୍କୁ ଆଶ୍ରମକୁ ଯାଉ। କୃତିହା ମହାରୁଷିଙ୍କୁ ସମର୍ପିଲୁ ତୋତେ, କହ ତୁ ବିହିବୁ ଆଉ କେଉଁ ଦଣ୍ଡ କେତେ। ତୋ ପିତା ଆମ୍ଭଙ୍କୁ ଏଥେ ପେଶିଲେ କିମ୍ପାଇଁ, ତୋ ପିତା ଆଗେ କହିବ ସିନା ଆମ୍ଭେ ଯାଇ। ଏ କଥା ଛାରକୁ ତୁହି
ନକଲୁ ପେକ୍ଷା କହନ୍ତେ ତା ବେଳୁ ବେଳ ମଣିଲୁ ତୁ କକ୍ଷା କେତେ ହେଁ କହିବା ସେହି କଥା ତ୍ୱାହି ତ୍ୱାହି ଆମ୍ଭର ତ ପ୍ରଭୁ ପଣ ନାହିଁ ତୋର ତହିଁ ପ୍ରୀତିପଣରେ କଥାଏ ମାଗିଲି ଯେବେଳେ ତୋହର ନାସ୍ତି କଲେ କି ନେବା ଆମ୍ଭେ ବଳେ ଏକଥା ଶୁଣି ବୋଇଲେ ପୁଣି ଜନ୍ତୁପତି କି ପାଇଁ ପ୍ରଭୁ ନହିବ ତୁମ୍ଭେ ମହାଜତି ଦେବଙ୍କର ଇଷ୍ଟ ତୁମ୍ଭେ ତପିଙ୍କ ଉତ୍ତମ ପ୍ରତ୍ୟକ୍ଷେ ମୋହର ତୁମ୍ଭେ ପିତାମହ ସମ କେତେକ ଯୁକତି ମୁହିଁ କହୁଛି ତୁମ୍ଭଙ୍କୁ ପରମ ଗତି ବାଣୀଏ ଜଗତ ଜନଙ୍କୁ ତୁମ୍ଭଙ୍କୁ ଏଡ଼େ କରିମ ନ କଲେ ନିରାଶ ସଂସାର ଜନେ କରିବେ ମୋତେ ଉପହାସ ତୁମ୍ଭେ ଯାଇ ଏହି କଥା କହିଲେ ତାହାଙ୍କୁ ସଂସାରର ଜନମାନେ ଡରିବେ ପାପୀଙ୍କୁ ଆବର କଥାଏ ଶୁଣ ଆହେ ମହାରୁଷି ଉତ୍ତର ପାରୁ ସେ ଦେଖ ଅଛନ୍ତି ସେ ବସି ସେହି ଯଦ୍ୟପି କହିବେ ନିର୍ଦ୍ଦୋଷ ଏ ମୁନି ତୁମ୍ଭେ ତେବେ ଋଷିଙ୍କୁ ସଙ୍ଗେ ଯିବ ଘେନି ଏହି ବଚନ କହିଲେ ଯହୁଁ ଜନ୍ତୁରାଏ ଶୁଣିଣ ତାପ ଆମ୍ଭର ଛାଡ଼ିଲା ଥକାଏ ଯମକୁ ବୋଇଲୁ ବାବୁ କହିଲୁ ତୁ ଯାହା ଆମ୍ଭର ମନକୁ ଏବେ ଯୋଗାଇଲା ତାହା ଧର୍ମ ଦେବତା କହନ୍ତି ଏବେ ହାସତ ପୁଛିବାରୁ ଶିରାୟର ପାପ ପୁଣ୍ୟ ମତ ଆମ୍ଭର ମୁଖରୁ ଶୁଣି ଏ ମନ୍ତ ବଚନ ଉତ୍ତରେ ଥିବା ପ୍ରତିମା ଡାକିଲେ ରାଜନ ହୀରାର ପ୍ରତିମା ତହିଁ ବଚନ ପ୍ରକଟି ଶୁଣ ତୁ ହୋ ଜନ୍ତୁପତି ଆମ୍ଭ ବାକ୍ୟ ଗୋଟି କୃତିହା ମହାରୁଷି ଯେ ଅଟନ୍ତି ଅପାପି କିଞ୍ଚିତ ଦୋଷରେ କ୍ଷୟ କଲେ ଜ୍ଞାନ ତପି ଏଥକୁ କହୁଅଛନ୍ତି ମାରକଣ୍ଡ ଋଷି ଯେତେ ପାପ ଥିଲେ ହି ଅଟନ୍ତି ନିର୍ଦ୍ଦୋଷୀ ମାରକଣ୍ଡ ବୋଲିଣଟି ଯେହୁ ମହାମୁନି ଏହାଙ୍କ ଆଜ୍ଞା ଭାଙ୍ଗିନ ପାରେ ପଦ୍ମଜୋନି କିଞ୍ଚିତ ପ୍ରାୟ ଏହାଙ୍କ ବଚନ ତୁମଣୁ ପ୍ରତ୍ୟକ୍ଷରେ ବେଦବର ବୋଲିକି ନ ଜାଣୁ ମାରକଣ୍ଡ ଋଷି କହୁ ଅଛନ୍ତି ଯହିଁକି ତୁହି କେମନ୍ତେ ତା ନାସ୍ତି କରୁଛୁ ତହିଁକି ମାର୍କଣ୍ଡ ଋଷିଙ୍କୁ ଏବେ ନମସ୍କାର ହୁଅ କୃତିହା ମହାରୁଷିଙ୍କି ସମର୍ପଣ ଦିଅ ଯେମନ୍ତେ ବୋଧ ହୁଅନ୍ତି ମାରକଣ୍ଡ ଜ୍ୟୋତି ସେ ପ୍ରକାରେ ତାହାଙ୍କୁ ତୁ ହୋଇବୁ ଭକତି ଏ ବଚନ ଶୁଣି କରି ଜନ୍ତୁଙ୍କ କାରେଣୀ ଶିରରେ କର ଦେଇଣ ବୋଇଲେ ବାଣୀ ଆହେ ମହାରୁଷି ତୁମ୍ଭେ ଶୁଣ ସାବଧାନେ ଯେତେକ ଦୋଷ ମୁଁ କଲି ନ ଜାଣି ଅଜ୍ଞାନେ ନ ଘେନି ବସେ ଅପରାଧ ମାନ ବ୍ରହ୍ମ ଜ୍ଞାନୀ କୃତିହା ମହାରୁଷିଙ୍କୁ ସଙ୍ଗେ ଯାଅ ଘେନି ଅଜ୍ଞାନେ ଯେଉଁ ପାପ ଋଷି କରିଥିଲା ତୁମ୍ଭର କହନ୍ତେ ସେହି ସବୁ ଦୂର ଗଲା ଏବେ ହି ମହାରୁଷି
ଦେବଙ୍ଗ ହୁଅନ୍ତୁ। ତୁମ୍ଭ ପ୍ରସାଦେ ସୁଧର୍ମା ସଭାରେ ବସନ୍ତୁ। ଘୋର ତପ କଲା ଚତୁର୍ଦ୍ଦଶ ମନୁଯାଏ। ତହିଁକି ସତେ ଗୁଣରେ ଧରୁ ଦେବ କାଏ। ଅମର ସଭାରେ ବସୁ ଦିବ୍ୟ ଦେହ ପାଇ। ପାଦ ପଦ୍ମେ ତୁମ୍ଭଙ୍କୁ କି ଦେବଇଁ ଗୋସାଇଁ। ତୁମ୍ଭଙ୍କୁ ଯେ ଅପୂର୍ବ କେଉଁ ଦ୍ରବ୍ୟ ବା ନ ଜାଣଇ ତୋ ବିହିତ ଆଜ୍ଞା ମତେ ଦେବା। କେଉଁ କଥା ଆଜ୍ଞା ହେବ ଏହି ଅଧୀନକୁ। ସତ୍ୟ ସତ୍ୟ ତାହା ମୁହିଁ କେବଇଁ ତୁମ୍ଭଙ୍କୁ। ଆମ୍ଭେ ବୋଇଲୁ ଯେ ଆଉ ତୋତେ କି ମାଗିବୁ। ଯହିଁକି ତ ଆସିଥିଲୁ ତାହା ଦେଲୁ ବାବୁ। ଆବର ଯେବେ ତୋହର ହୋଇଲା ସଦଏ। ତୋ ସମନେ ଦେବୁ ଯାହା ମାଗିବି କଥାଏ। ଜନ୍ତୁପତି ବୋଲେ ନିଶ୍ଚେ ଦେବି ତୋ ସମନେ। ଯାହା ଆଜ୍ଞା ଦେବ ସ୍ୱାମୀ ତୁମ୍ଭର ବଚନେ। ଆମ୍ଭେ ତହିଁ ବୋଇଲୁ ତୁ ଶୁଣ ଧର୍ମ ସୂତ। ସଂସାରେ ଯେଉଁମାନଙ୍କୁ କରିବୁ ତୁ ଜାତ। ତୁହି ଯେଣୁ ତାହାଙ୍କର ଅଟୁ ଧର୍ମ ବାପ। କିଞ୍ଚିତ ଅପରାଧକୁ ନ କରିବୁ କୋପ। ଜନମ ଆଦ୍ୟରୁ ଚତୁର୍ଦ୍ଦଶ ବର୍ଷ ଯାଏ। ନ ଧରିବୁ ଯେତେ ଦୋଷ କଲେ ଜନ୍ତୁରାଏ। ପରେ ମହାପାପ କଲେ ଦେଖିବୁ ରେ ବାବୁ। ଆଦ୍ୟରୁ ଦୋଷ ମାନ ଯେ ଉପେକ୍ଷା କରିବୁ। କିଞ୍ଚିତ ଦୋଷରେ ଦଣ୍ଡ ଦେବୁ ବଡ଼ ହେଲେ। ବାଳକ ମାନଙ୍କ ଦୋଷ ନ ଘେନିବୁ ଭଲେ। ତୋହର ଯାଚି ଦେଲାକୁ ମାଗିଲୁ ଯେତେ। ଦିଅ ବା ନ ଦିଅ ଯାହା ଯୋଗାଇ ତ ଚିତେ। ଜନ୍ତୁପତି ବୋଲଇ ଯେ ମାଗିଲଣି ମୋତେ। ଆଗୁ ସତ୍ୟ କରିଅଛି ନ ଦେବି କେମନ୍ତେ। ଜନ୍ତୁ କହିତେ ମାଗିଲ ମୁନି ମୋତେ ଯାହା। ହେବ ସେହି ରୂପଆନ କରିବ କେ ତାହା। ଆଜ ହୁଁ ଏହି ପ୍ରକାରେ ପାଳିବ ସଂସାର। ପାପ ନ ଲେଖିବି ଚତୁର୍ଦ୍ଦଶ ବରଷର। ପଞ୍ଚମହାପାପ ଏଥି ଉତ୍ତାରେ ଯେତେକ। ପଞ୍ଚଦଶ ବରଷରୁ ଲେଖିବି କେତେକ। ଏବେ ଆହେ ମୁନି ମୋତେ ପାଦର ଯଦିଓ। କଳ୍ପନା ପୂରଣ କରି ବିଜେ କରି ଯାଅ। ବହୁତର ଅନୁଗ୍ରହ କରିବ ସେଠାରେ। ଆଶୀର୍ବାଦ କରୁଥିବ ସକଳ ଦିନରେ। ଏତେ ବୋଲିଣ ସେ ଯମ ଶିରେ କର ଯୋଡ଼ି। ସାଷ୍ଟାଙ୍ଗ ହୋଇଣ ଆମ୍ଭ ପାଦ ତଳେ ପଡ଼ି। ବେଗେ ତୋଳି କରି ଆମ୍ଭେ ଧଇଲୁ ଯମଙ୍କୁ। କୋଟି ଧର୍ମ ପ୍ରାପ୍ତ ହେଉ ବୋଇଲୁ ତୁମ୍ଭଙ୍କୁ। ସଞ୍ଜୀବନୀ ପୁରେ ସଦା ଥାଅ ତୁ ନିଶ୍ଚିନ୍ତେ। ଆବର କଥାଏ ବାବୁ ମାଗୁଅଛି ତୋତେ। ଯେ ବଣ ବାଟରେ ଆମ୍ଭେ ଅଇଲୁ ତ ପୁର। ସେ ପଥେ ଯିବାକୁ ହେବ ବହୁତ ଉଛୁର। ସୁଧର୍ମା ସଭା ଦେଖିଣ ଯିବା ବିଜେ କରି। ସଭା ମଧ୍ୟରେ ରଖି ଯିବୁ ଏହି ତପଚାରି। ଏଥକୁ ତୁ ଲୋକ ଜଣେ ଦେବୁ ଆମ୍ଭ ତୁଲେ। ନୋହିଲେ ବଣା ହୋଇବୁ ଏକା ହୋଇଗଲେ।
ଜନ୍ତୁପତି ବୋଇଲେ ଯେ ଯାନ୍ତୁ ଆମ୍ଭ ଲୋକ, ବିଗ୍ରହ ନାମେ ରାଇଲେ ଏକଇ ସେବକ। ବୋଇଲେ ବିଗ୍ରହ ତୋର ରଥ ସାଜି ଆଣ, ସ୍ୱର୍ଗପୁରେ ସଜ ହୋଇ ଯିବ ଏହି କ୍ଷଣ। ଏବେନି ଋଷିଙ୍କୁ ତୁହି ବସାଇ ରଥରେ, ଛାଡ଼ି ଦିଅ ଯାଇ ସ୍ୱର୍ଗ ଗଙ୍ଗା ନଦୀ ତୀରେ। ଆଜ୍ଞା ପାଇଣ ବିଗ୍ରହ ଚଳିଲେ ବହନ, ବେଗ କରି ଆଣିଲା ସେ ସୁବର୍ଣ୍ଣ ବିମାନ। ରଥ ଉପରେ ବସିଲୁ ଆମ୍ଭେ ଦୁଇ ଯତି, ଘେନି କରି ବିଗ୍ରହ ଯେ ଚଳିଗଲା ଧାତି। ଯାନ୍ତେ ପ୍ରବେଶ ହେଲୁ ସୁର ନଦୀ କୂଳେ, ଆମ୍ଭଙ୍କୁ ଛାଡ଼ି ଫେରିଲା ଦୂତ ଜମଆଳେ। ସେଠାରୁ ଆମ୍ଭେ କୃତିହା ମହାଋଷି ଘେନି, ସୁଧର୍ମା ସଭାରେ ଯାଇ ପ୍ରବେଶିଲୁ ଘେନି। ଦେଖିଣ ସେ ସୁରନାଥ ବହୁ ପୂଜା କଲା, ବସିବା ପାଇଁ ସୁବର୍ଣ୍ଣ ଆସନ ଯେ ଦେଲା। ପଚାରିଲା ଶିରେ କର ଦେଇ ସୁରରାୟ, କହିବା ହେ ମହାଋଷି କି କାର୍ଯ୍ୟ ବିଜୟ। ପବିତ୍ର ହେଲା ମୋହର ଏ ସୁଧର୍ମା ସଭା, ଦିଶିଲେ ଅମର ବୃନ୍ଦ ଯାକ ମହାଶୋଭା। ଲୋଚନରେ ଦେଖି ମୁହିଁ ହୋଇଲି ମୁକତ, କହ ଆହେ ମହାଋଷି କି କାର୍ଯ୍ୟ ଆଗତ। ଆମ୍ଭ ତହୁଁ କହିଲୁ ହେ ଶୁଣ ସୁରପତି, ପ୍ରାଣ ହାରିଲେ କଜହୁଁ ଏ କୃତି ହାଜତି। ଯମଦୂତେ ବାନ୍ଧି ନେଉଥିଲେ ଯେ ତାହାଙ୍କୁ, ଆଦିତ୍ୟ ତାହା ଦେଖିଣ ପେଶିଲେ ଆମ୍ଭଙ୍କୁ। ବୋଇଲେ କଷଣୁ କର ଏ ଋଷିଙ୍କୁ ପାର, ତାହାଙ୍କର ବୋଲେ ଗଲୁ ସଞ୍ଜୀବନୀ ପୁର। ଯମକୁ ମାଗି ଆଣିଲୁ ଏହି ମହିଋଷି, ତୋହର ସଭାରେ ଥିଲେ ଦେବ ରୂପେ ବସି। ୟାଙ୍କଠାରେ ବହୁତର ଦୟା ଥିବୁ କରି, ଆମ୍ଭଙ୍କୁ ତୁ କେଉଁ ରୂପେ ଦେଖୁ ବଜ୍ରଧାରୀ। ଏହାଙ୍କୁ କରିବୁ ସେହି ରୂପେ ଆରାଧିତ, ବହୁତର ଧର୍ମ ତୋତେ ହୋଇବ ପ୍ରାପତ। ଯେତେ ଦୂର ପାଇଅଛୁ ତୋର ଇନ୍ଦ୍ରପଣ, ଆମ୍ଭେ କହୁଅଛୁ ତାହା ହୋଇଲା ଦ୍ୱିଗୁଣ। ମଧ୍ୟପୁରକୁ ତ ଏବେ ଯାଉଅଛୁ ଆମ୍ଭେ, ସୁଖେ ସ୍ୱର୍ଗରେ ହାଙ୍କୁ ରଖିଥିବ ତୁମ୍ଭେ। ତହୁଁ ସୁରଗତି ବୋଲେ ତୁମ୍ଭର କଲ୍ୟାଣେ, ଅମର ସଭାରେ ମୁହିଁ ବସେ ଇନ୍ଦ୍ରପଣେ। ତୁମ୍ଭେ ଏକା ଦୟା ରଖି ଥିବ ମୁନି ମତେ, ମୁହିଁ ତୁମ୍ଭର ଭକତ ଅଟଇ ଯୁକତେ। ଏହି ଋଷିଙ୍କ ପାଇଁ ଯେ କହିଲ ଗୋସାଇଁ, ତୁମ୍ଭର ସମାନ କରି ଦେଖୁଥିବ ମୁହିଁ। ତୁମ୍ଭେ ମର୍ତ୍ତ୍ୟ ମଣ୍ଡଳକୁ ବିଜେ କର, ଏତେ ବୋଲି ମାତଳିକି ରାଇ ସୁନା ଶିର। ବୋଇଲେ ଋଷିଙ୍କୁ ବିମାନରେ ଘେନି ଯିବୁ, ତାମ୍ରଗିରି ବନେ ଯାଇ ଛାଡ଼ିଣ ଆସିବୁ। ଇନ୍ଦ୍ରର ବଚନ ଶୁଣି ଚଳିଲା ମାତଳି, ଆଣିଲା ବିମାନ ଏକ ସୂର୍ଯ୍ୟ ରଥ ଭଳି। ସେ ରଥେ ବସି ଅଇଲୁ ଆମ୍ଭେ ମର୍ତ୍ତ୍ୟପୁର, ପ୍ରବେଶ ହୋଇଲୁ ତାମ୍ର
ଗିରିବନ ସ୍ତର। ବିମାନ ଘେନି ସ୍ୱର୍ଗକୁ ଗଲା ଦେବଦୂତ, ଶୁଣ ହୋ ସୁରଥ ରାଜା କହେ ତପୋବନ୍ତ। ତୁହି ପୁଚ୍ଛା କଲୁ ଯମ ଦଣ୍ଡର ଚରିତ, କହିଲୁ ଶୁଣିଲୁ ଟିକି ଆହେ ନରନାଥ। ପବିତ୍ର ପୁରାଣ ଏହା ଯମ ଧର୍ମ କଥା, ଶୁଣନ୍ତେ ତୁଟଇ ସଂସାରର ମୋହ ବ୍ୟଥା। ଏ ଶାସ୍ତ୍ର ଶୁଣିଲେ ପାପେ ନ ହୁଅଇ ଭୀତି, ଭୟ ଉପୁଜିଲେ ଲଭେ ସେ ପରମ ଗତି। ଜଗତ ଜନଙ୍କ ଏହା ପରମ କାରଣ, ପାପ ଛେଦିବା ପାଇଁ ଜାଣି ଅଗ୍ନିବାଣ। ତୁହି ଯେ ପଣ୍ଡିତ ପ୍ରତ୍ୟକ୍ଷରେ ମହାବିଜ୍ଞ, ପାଇଲୁ ପବିତ୍ର ଧ୍ୱନି ଶୁଣି ସ୍ୱର୍ଗ ଭୋଗ। ଦେବୀ ପୁରାଣ ମହାତ୍ମ୍ୟ। ମାର୍କଣ୍ଡ ଋଷିଙ୍କ ମୁଖୁ ଏ ସନକ ଶୁଣି, ସେ ସୁରଥ ନରପତି ଯୋଡ଼ିବେନି ପାଣି। କୃତ୍ୟ କୃତ୍ୟ ହୋଇ କରି ବୋଲଇ ବଚନ, ଭୋରୁଷି କିଞ୍ଚିତ ଭକ୍ତି ଏ ମୋହର ଘେନ। ତୁମ୍ଭ ପ୍ରସାଦେ ଶୁଣିଲି ଏହି ଶୂନ୍ୟବାଣୀ, ମହାପାପ ଖଣ୍ଡିଲି ମୁଁ ମନେ ମନେ ଗୁଣି। ଆଉ କଥା ଏକ ମୋତେ କହିବା ମହର୍ଷି, ଶୁଣିଲଇଁ ଯମ ଦଣ୍ଡ ଭୀତି ଯେ ବିଶେଷୀ। ଶରୀରେ ଭେଦିଲା ମୋର ସବୁ କଥା ମାନ, ଭୟ ପାଇ ଦେହ ମୋର ହୁଏ ଛନ ଛନ। ଏଥକୁ ଉପାୟ ମୋତେ କହ ମୁନିବର, କେମନ୍ତନ ଯିବି ମୁହିଁ ସଞ୍ଜୀବନୀ ପୁର। କେଉଁ ଦେବଙ୍କୁ ଶରଣାଗତ ନର ହେଲେ, ସଞ୍ଜୀବନୀ ଦେବତାଙ୍କୁ ନ ଦେଖନ୍ତି ଭଲେ। ସେହି କଥା ଆଜ୍ଞା ମୋତେ ହେଉ ମହାଜତି, ନ ଦେଖିବି କେଉଁ ଜପ କଲେ ଯମ ମୂର୍ତ୍ତି। ବଦୟନ୍ତୀ ମାରକଣ୍ଡ ଶୁଣ ହୋ ରାଜନ, ତହିଁ ପାଇଁ କାରଣ ଯେ ଅଛଇ ଲିଖନ। ଶ୍ରୀ ଦୁର୍ଗା ନାମେ ଅଛନ୍ତି ଯେ ବନସ୍ତେବତୀ, ତାଙ୍କୁ ଆଶ୍ରେ କଲେ ନ ଦେଖିବ ଯମ ମୂର୍ତ୍ତି। ନ ଯାଇ ଦକ୍ଷିଣ ପଥେ ସଞ୍ଜୀବନୀ ପୁରୀ, ଯେତେ କପାତକ କଲେ ସବୁ ଯାଇ ପୋଡ଼ି। ଦୈବ ପୁରୁଷ ଯାହା କରିଛି ଭିଆଣ, ଦେବୀ ସେବକେ ଦଣ୍ଡନ ଦିଏ ଯମରାଣ। ଶ୍ରୀ ଦୁର୍ଗା ଦେବୀ ଜଗତ ଜନ ଅଧିକାରୀ, ତାହାର ସେବକକୁ ନ ଦଣ୍ଡେ ଦଣ୍ଡଧାରୀ। ସେହି ଦେବୀର ମହିମା ଯେ ବଣ ପୁରାଣ, ତୁହି ଆହେ ମହିପତି ତାହା ପୁଣ ପୁଣ। ତୋହର ପୁଣ ସକଳ ହେଉ ଯେ ଉତ୍ପନ୍ନ, ଛେଦିବୁ ତୁ ମାୟା ମୋହ ଆଦି ପାପ ମାନ। ସୁରଥ ବୋଇଲା ପ୍ରଭୁ ଅନୁଗ୍ରହ କର, କେମନ୍ତେ ଦେବୀ ପୁରାଣ କହ ମୁନିବର। କେଉଁ ଶାସ୍ତ୍ର ଶୁଣିଲେ ନ ଦଣ୍ଡେ ଜନ୍ତୁରାଜ, ସେ କଥା ଜାଣିଲେ ଆଉ ଆନରେ କି କାର୍ଯ୍ୟ। ଆବର କଥାଏ ପୁଚ୍ଛା କଲେ ମହାଜତି, ସେ ଶାସ୍ତ୍ର ଶୁଣି କେ ପୂର୍ବେ ଲଭିଲେ କି ଗତି। ସେ କଥାଟି ଆଗ ମୋତେ କହିବା ଗୋସାଇଁ, ଚଣ୍ଡୀ ପୁରାଣ ଶୁଣିବି ତେବେ ମନ ଦେଇ।
ମାରକଣ୍ଡ ବୋଇଲେ ହୋ ଶୁଣ ନରପତି, ଶ୍ରାବଣୀ ନାମେ ମନୁଜେ ସୂର୍ଯ୍ୟର ସନ୍ତତି। ସେ ମନୁକୂଳେ ସୁରଥ ବୋଲି ନରରାୟ, ବଡ଼ଇ ଭାଗ୍ୟବନ୍ତ ସେ ତୋହର ପରାୟ। ପ୍ରମାଣରେ ହିଁ ତୋହର ହୋଇଲା ସେ ମିତ୍ର, ଶପଥ ଦ୍ୱୀପର ସେହୁ ହେଲା ଏକ ଛତ୍ର। ଦଣ୍ଡ ଛତ୍ର କିଛି ସେନ ଥାଇ ସଙ୍ଗେ ଘେନି, ଏକ ଚଢ଼ି କରି ବୁଲିଲା ମେଦିନୀ। ଅତି ହିଁ ପ୍ରାକର୍ମୀ ସେହୁ ହେଲା ଯହୁରାୟ, ଦେବତା ମାନେ ତାହାକୁ ଦେଖି କଲେ ଭୟ। ଅଦ୍ଭୁତେ ଗଗନରୁ ଶୁଭିଲା ଶବଦ, ସୁରଥ ନରପତିର ବକ୍ଷସ୍ଥଳେ ଛେଦ। ତାହା ଶୁଣି ମହାରାଜା ପଳାଇଲା ଡରେ, ଅସ ଛାଡ଼ି ବିପିନରେ ପଶିଲା କାତରେ। ଆତଙ୍କ ଲୋଭି ପଳାଇ ଗଲେ ନରପତି, କି ତାକୁ ଶତ୍ରୁ ଗୋଡ଼ାଇ ଅଛି ପଛକତି। ପଳାଇଲା ମହାରାଜ ଭୟ ପାଇ ମନେ, ଆମ୍ଭଙ୍କୁ ଦେଖିଲା ସେ କୁମର ନାମେ ବନେ। ଅତି ଭୟାତୁର ରୂପ ଦେଖି ସେ ରାଜାଙ୍କୁ, ଆଶ୍ୱାସନା କରି ଆମ୍ଭେ ରଖିଲୁ ତାହାଙ୍କୁ। ରାଜାଙ୍କୁ ଯେ ପଚାରିଲୁ କାହାକୁ ତ ଭୟ, କିମ୍ପାଇଁ ବେଗେ ପଳାଉ ଅଛୁ ମହାରାୟ। ରାଜା ବୋଇଲା କମତେ ଶତ୍ରୁ ଉପଗତ, ତୁମ୍ଭର ଶରଣ ମୋତେ ରଖ ତପୋବନ୍ତ। ଆମ୍ଭେ ବୋଇଲୁ ରଖିବୁ ତୋତେ ହେ ରାଜନ, ଧୈର୍ଯ୍ୟ ଧରିଣ ଶୁଣ ଆମ୍ଭର ବଚନ। ଯେ ବଣ ଶତ୍ରୁକୁ ତୁହି ପଳାଉଛୁ ଡରି, ତହିଁର ଚରିତ ଏବେ ଶୁଣ ଦଣ୍ଡଧାରୀ। ମହାରାଜା ହୋଇଥିଲୁ ତୁହି ଏ ଜଗତେ, ଅନେକ ଶତ୍ରୁ ନାଶିଛୁ ତୁହି ତ ସ୍ୱହସ୍ତେ। ସେ ପାପ ଅଙ୍ଗେ ହୁଅନ୍ତେ ତୋର ବର୍ଦ୍ଧମାନ, ଦେବତା ମାନେ ତୋ ପ୍ରତି ହୋଇଲେ ବିମନ। ତହିଁକି ଦେବତା ମାନେ ଭୟ ଭିଆଇଲେ, ଖଳ ପେଷିଣ ବିକୃତ ତୋତେ କରାଇଲେ। ଅଦ୍ଭୁତରେ ଶୁଭିଲା ଶୂନ୍ୟ ଦୈବ ବାଣୀ, ତୁହି ତହିଁକି ପଳାଉ ଶତ୍ରୁ ପ୍ରାୟ ମଣି। ଏବେ ତୁ ଚଣ୍ଡୀ ପୁରାଣ ଶୁଣ ମହାରାୟ, ସକଳ ପାପ ତୋହର ହୋଇବ ଯେ କ୍ଷୟ। ତାହା ଶୁଣି ମହୀପତି ସନମତ କଲା, ସର୍ବତ୍ୟାଗ କରି ଚଣ୍ଡୀ ପୁରାଣ ଶୁଣିଲା। ଶୁଣନ୍ତେ କଳୁଷ ମନ ହେଲା ତାର ନାଶ, ଧର୍ମ ଭାଗ ଗୋଟା ତାର ହୋଇଲା ପ୍ରକାଶ। ପୁଣି ହିଁ ସଂସାରେ ତାହା ହୋଇଲା ଉଦିତ, ତ୍ରିଭୁବନେ ସେ ମହିମା ହୋଇଲା ବିଖ୍ୟାତ। ଶପଥ ଦ୍ୱୀପରେ ସେହୁ ହେଲା ମହାରାଜା, ନବଖଣ୍ଡ ପୃଥିବୀରେ ପାଇ ପୁଣି ପୂଜା। ଲକ୍ଷେ ବରଷ ପୁଣି ସେ ହୋଇଲା ନୃପତି, ସେହି ଦେହରେ ପାଇଲା ପୁରବାର ସତୀ। ଏସନକ ମହିମା ହେ
ଶ୍ରୀଚଣ୍ଡୀ ପୁରାଣ। ଶୁଣନ୍ତେ ଯେ ମହାପାପ ହୁଅଇ ଖଣ୍ଡନ। ଧର୍ମ ଅର୍ଥ କାମ ମୋକ୍ଷ ଏହି ବର୍ଗ ଚାରି। ପ୍ରାପତ ହୁଅଇ ନିଶ୍ଚେ ଯାହା ବାଞ୍ଛା କରି। ଏ ବଚନ ଶୁଣି କରି ସେ ସୁରଥରାୟ। ମାର୍କଣ୍ଡ ଚରଣେ ହେଲା ବହୁତ ବିନୟ। କୃତ୍ୟ କୃତ୍ୟ ହୋଇଣ ସେ କହେ କର ଯୋଡ଼ି। ବିନୟ ସ୍ତୁତିଲା ମୁନି ପାଦ ତଳେ ପଡ଼ି। ପୁନରପି ଉଭା ହୋଇ କହେ ନର ରାଣ। କହିବାକୁ ମହାଋଷି ଶ୍ରୀଚଣ୍ଡୀ ପୁରାଣ। ବହୁତ ମହିମା ଅଟେ ସେହି ଦେବୀଙ୍କର। ଶୁଣିଲେ ତରିବି ଏହି ସଂସାର ସାଗର। ସଞ୍ଜୀବନୀ ପୁରେ ଯିବା ନୋହିବ ମୋହର। ଲଭିବି ମୁଁ ସଦଗତି ଯିବି ସ୍ୱର୍ଗପୁର। ଏହିପରି ବାଞ୍ଛା ମୋର କଲି ବିଚାରିଣ। ଏକ ମନ ହୋଇ ପୁଣ ଶୁଣିବି ପୁରାଣ। ବଦୟନ୍ତୀ ମାରକଣ୍ଡ ଶୁଣ ନରପତି। ଏକ ମନେ ଦେବୀଙ୍କର ସେ ଦିବ୍ୟ କୀରତି। ଋଷିଙ୍କର ଆଜ୍ଞା ପାଇ ବସିଲା ରାଜନ। ପୁରାଣ ଶୁଣିବା ପାଇଁ ଆନନ୍ଦ ତା ମନ। ପଚାରଇ କର ପତ୍ର ଯୋଡ଼ି ନୃପନିଧି। କହ ପୁଣ୍ୟ ନିଧି ଚଣ୍ଡୀ ପୁରାଣର ବିଧି। କେଉଁ ପ୍ରକାରେ ଦେବୀ ମଞ୍ଚେ ହେଲେ ଜାତ। କେଉଁ ପ୍ରକାରେ ଦୁରନ୍ତ ବଳ କଲେ ହତ। ଆଦ୍ୟ ପ୍ରାନ୍ତ କରି ମୋତେ କହିବା ଏ ବାଣୀ। ପରମ ଗତି ଲଭିବି ମୁଁ ଯେହା ଶୁଣି। ତୁମ୍ଭର ପ୍ରସାଦେ ମୁହିଁ ହୋଇବି ମୁକ୍ତ। ଖଣ୍ଡନ ହୋଇବ ମୋର ଜନ୍ମର ଦୁଷ୍କୃତ। ମାର୍କଣ୍ଡେୟ ପୁରାଣ ଏ ଅଟେ ଦିବ୍ୟ ବାଣୀ। ମହାଦେବ ଦାସ ଏହା ଗୀତରେ ବଖାଣି।